ଛୋଟବେଳର ସେଇ ଶବ୍ଦ ମୋର ମନେ ପଡ଼ୁଛି। ମାଟି ମୋର କେଡ଼େ ନିଜର, ତାସରି କିଛି ନାହିଁ, ତା ପାଦ ଧୂଳି ଚନ୍ଦନ ଭଳି ମଥାରେ ଦିଅ ମୁଁ ବଳି। ଇତିମଧ୍ୟରେ ଦେଶର ଏକାଧିକ ରାଜ୍ୟ ବିଧାନସଭାକୁ ସମ୍ବୋଧନ କରିବାର ମୁଁ ସୁଯୋଗ ପାଇଛି। ପୃଥିବୀର କେତେକ ଦେଶର ନ୍ୟାସନାଲ ଆସେମ୍ବ୍ଲିଜ୍ ଓ ପାର୍ଲାମେଣ୍ଟକୁ ସମ୍ବୋଧନ କରିବାର ସୁଯୋଗ ମଧ୍ୟ ଲାଭ କରିଛି। କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ବିଶେଷ ଖୁସିର ବିଷୟ। ଏହାର ଯଥେଷ୍ଟ ବିଶେଷତା ରହିଛି। ମୁଁ ଗାଁରୁ ଆସିଥିଲି, ଏକ ସାଧାରଣ ଝିଅ ହେ। ଏ ଗୃହ ମୋତେ ସବୁ କିଛି ଶିଖେଇଛି। କଥା କହିବା, ଏକ ରାଜନୈତିକ ହିସାବରେ ସମସ୍ତଙ୍କ ସହିତ କିପରି ବ୍ୟବହାର କରିବା ଏବଂ କେଉଁ ବିଷୟରେ କିପରି ଭାବରେ ଉପସ୍ଥାପନ କରିବା। ଆଜି ମୁଁ ଯେଉଁଠି ଅଛି ତାର ସମସ୍ତ ଶ୍ରେୟ ଏହି ଗୃହର।